Pranam are the lotus feet of the Divine Mother. Karunamai Ma Param Prabhu Sri Aurobindo online Sri Aurobindo ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ମାତୃ ସନ୍ତାନ ଗତକାଲି ମୁଁ ଆଲୋଚନା କରୁଥିଲି ଯେ ଶରୀର ଶିକ୍ଷାର ଉଦ୍ଦେଶ୍ୟ ଆଉ ବିଶେଷ କରି ଶାରୀରିକ ଶିକ୍ଷାର ଯୋଉ ମହାନ ଉଦ୍ଦେଶ୍ୟ ହେଲା ଦିବ୍ୟ ସୌନ୍ଦର୍ଯ୍ୟର ପରିପ୍ରକାଶ କାରଣ ଦିବ୍ୟ ସୌନ୍ଦର୍ଯ୍ୟତା ଭିତରେ ଭଗବାନ ନିଜକୁ ପ୍ରକାଶ କରନ୍ତି ତେଣୁ ଆମେ ଶରୀରକୁ ସେଇ ପ୍ରକାର ଭାବରେ ଗଢିବା ଦରକାର ତାର ଚାରି ଗୋଟି ମହାନ ଆଭିମୁଖ୍ୟକୁ ଆମେ ଆଖି ଆଗରେ ରଖିବା ସେ ଯୋଉ ମହାନ ଚାରି ଗୋଟି ଆଭିମୁଖ୍ୟ ଭିତରେ ଗୋଟିଏ ହେଲା ଶରୀରର ପ୍ରତ୍ୟେକ କ୍ରିୟା ଉପରେ କର୍ତ୍ତୃତ୍ୱ ଅର୍ଜନ କରିବା ବା ନିୟନ୍ତ୍ରଣ ଆଣିବା ଦ୍ୱିତୀୟ ହେଲା ଶରୀରର ଯୋଉ ଅଙ୍ଗ ଗୁଡ଼ିକ ଅଛି ତାର ପ୍ରତ୍ୟେକ ଅଙ୍ଗ ଗୁଡ଼ିକ ଭିତରେ ସାମଞ୍ଜସ୍ୟପୂର୍ଣ୍ଣ ବିଧାନ କରିବା ଏବଂ ଗୋଟେ ସାମଗ୍ରିକ ଭାବରେ ପୁଷ୍ଟି ସାଧନ କରିବା ଯେମିତି ସବୁ ଦିଗର ପ୍ରତ୍ୟେକ ଅଙ୍ଗର ଯେମିତି ପୁଷ୍ଟି ସାଧନ ହବ ତାପରେ ତୃତୀୟ ଦିଗଟା ହେଲା ଯଦି ଶରୀରରେ କିଛି ତ୍ରୁଟି ବିଚ୍ୟୁତି ଅଛି ତାହେଲେ ତାକୁ ସଂଶୋଧନ କରିବା ତାପରେ ଶାରୀରିକ ସ୍ୱାସ୍ଥ୍ୟ ଓ ସାମର୍ଥ୍ୟର ଉନ୍ନତି କରିବା ଚାରିଟା ମହାନ ଦିଗକୁ ଆଖି ଆଗରେ ରଖିକି ଆମେ ଦୈନିକ ଚର୍ଯ୍ୟା ଗୁଡ଼ିକୁ ସେଇ ଅନୁସାରେ ତିଆରି କରିବା ଦରକାର ଯେମିତିକି ଆମେ ଉପଯୁକ୍ତ ଖାଦ୍ୟ ଖାଇବା ଉପଯୁକ୍ତ ଖାଦ୍ୟ ମା ଅତି ଚମତ୍କାର ଲେଖିଛନ୍ତି ଖାଦ୍ୟ ହବ ସାଦା ସିଧା ଲଘୁପାକ କ୍ଷୁଧାବର୍ଦ୍ଧକ ପୁଷ୍ଟିକର ଯଦି ଆମେ ଯୋଗ ସାଧନା କରିବାକୁ ଚାହୁଁଛୁ ତାହେଲେ ଖାଦ୍ୟ ଏଇ ପ୍ରକାର ହବ ଲଘୁପାକ କ୍ଷୁଧାବର୍ଦ୍ଧକ ପୁଷ୍ଟିକର ଆଉ ସାଦା ସିଧା ପୁଣି ଖାଇବା ଯେ ତାକୁ ପୁଣି ଯେତିକି ଆବଶ୍ୟକ ସେତିକି ଖାଇବା ଆବଶ୍ୟକଠୁ ଅଧିକ ନୁହେଁ କି ଆବଶ୍ୟକଠୁ କମ ନୁହେଁ ଯେତିକି ଆମ ଶରୀର ଚେତନା ଚାହୁଁଛି ସେତିକି ଖାଦ୍ୟ ଖାଇବା ଦରକାର ରସନା ତୃପ୍ତି ଗୁରୁତ୍ୱ ଦେଇକି ଖାଇବା କଥା ନୁହେଁ ଲୋଭକୁ ପୂରଣ କରିବା ପାଇଁ ଖାଇବା କଥା ନୁହେଁ ଯୋଉ ଖାଦ୍ୟ ଆମକୁ ଅଚେତନ ଆଡକୁ ନବ ସେ ପ୍ରକାର ଖାଦ୍ୟ ମଧ୍ୟ ନୁହେଁ ଯାହା ସହଜରେ ପରିପାକ ହେଇପାରିବ ବା ହଜମ ହେଇପାରିବ ଲଘୁପାକ ଯୋଉଟା କୁହାଯାଏ ସେଇ ପ୍ରକାର ଖାଦ୍ୟ ଖାଇବା ଦରକାର ଆଉ ଖାଇବାର ଟାଇମ ବି ରଖିବା ଦରକାର ଯେତେବେଳେ ଇଚ୍ଛା ସେତେବେଳେ ଖାଇଦେଲେ ହବନି ଖାଇବା ସମୟ ନିର୍ଦ୍ଦିଷ୍ଟ ରହିବା ଦରକାର ତାହେଲେ ସେଇ ସମୟ ପାଇଁ ଗୋଟେ ଚେତନା କ୍ରିୟାଶୀଳ ହବ ତେଣୁ ଖାଦ୍ୟ ଆଉ ଗୋଟେ ଶରୀର ପାଇଁ ନିଦ୍ରା କାରଣ ନିଦ୍ରା ଭିତରେ ସ୍ନାୟୁ ଗୁଡ଼ିକ ଯୋଉ ଆକ୍ଟିଭ ଥାନ୍ତି ସେ ଟିକେ ବିଶ୍ରାମ ନିଅନ୍ତି ସେ ବିଶ୍ରାମ ଭିତରେ ଆହୁରି ଅଧିକ ପାୱାରକୁ ସେ ରିସିଭ କରିବା ପାଇଁ ଯୋଗ୍ୟ ହେବେ ଏଇଥିପାଇଁ ବିଶ୍ରାମର ଆବଶ୍ୟକ ଅଛି ନିଦ୍ରାର ନିୟମରେ ମା ଲେଖିଛନ୍ତି ଗୋଟେ ସଥନ ନିୟମ ଅଛି ବେଡସିଟ୍ ଟା ଯେମିତି ନରମ ଆମ ବଡିଟା ସେମିତି ନରମ ହବା ଦରକାର ଆଉ ଗୁଡାଏ ଖାଇ ଦେଇଥିବା ଲୋଭରେ ଆଉ ଯାଇକି ବିଛଣାରେ ପଡୁ ପଡୁକା ନିଦ ତା ନିଦ ଭିତରେ ବଳ ଜାଳ ହଉଥିବା ଏଇଟା ଯଥାର୍ଥ ନିଦ୍ରା ନୁହେଁ ତେଣୁ ବିଶ୍ରାମ ଦ୍ୱାରା ଆମେ ନିଦ୍ରା ଯିବା ପୂର୍ବରୁ କିଛି ସମୟ ବିଶ୍ରାମ ନେବା ତାପରେ ନିଦ୍ରାକୁ ଯିବା ଡାଇରେକ୍ଟ ଖାଇଦେଇକି ନିଦ୍ରାକୁ ଯିବାନି ସେ ବିଶ୍ରାମ ଭିତରେ ବଡିକୁ ହାଲକା କରିବା ଯେମିତିକି ସେ ରିସିଭ କରିବ ପାୱାର ତାପରେ ଖେଳ ବ୍ୟାୟାମ ଏସବୁକୁ ମଧ୍ୟ ଆମ ରୁଟିନ ଭିତରେ ରଖିବା ଯେମିତି ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଗୁଡ଼ିକ ନମନୀୟ ହବ କଠୋରତା ଭିତରେ ଅଛି ଦୃଢ଼ତା ଭିତରେ ଅଛି ତାମସିକତା ଅଛି ନିଷ୍କ୍ରିୟତା ବୋଧ ଅଛି ପରିବର୍ତ୍ତନ ବିମୁଖ ଭାବ ଅଛି ଏସବୁକୁ ଦୂର କରିବା ପାଇଁ ଶରୀରକୁ ନମନୀୟ କରିବା ପାଇଁ ଚେଷ୍ଟା କରିବା ସେ ନମନୀୟ ଭିତରେ ଖେଳ କସରତ ସାହାଯ୍ୟ କରିବ କର୍ମ ମଧ୍ୟ ସାହାଯ୍ୟ କରିବ ତେଣୁ ଦୈନିକ ଖେଳ ବ୍ୟାୟାମ ଇଏ ଠିକ ରହିବା ଦରକାର ନମନୀୟ ହେବା ପାଇଁ ଶରୀର ସୁସ୍ଥ ରହିବା ପାଇଁ ତାପରେ ଗୋଟେ ଶୃଙ୍ଖଳିତ ଜୀବନଚର୍ଯ୍ୟା ଶୃଙ୍ଖଳିତ ଜୀବନଚର୍ଯ୍ୟା ମାନେ ଟାଇମରେ ଉଠୁଥିବା ଟାଇମରେ ଧ୍ୟାନ କରୁଥିବା ଟାଇମରେ ନିତ୍ୟକର୍ମ କରୁଥିବା ଟାଇମରେ ଖାଦ୍ୟ ଖାଉଥିବା ଟାଇମରେ କର୍ମ କରୁଥିବା ଟାଇମରେ ପଢୁଥିବା ସବୁ ଜିନିଷର ଗୋଟେ ଟାଇମ ରହିବ ତାହେଲେ ଶୃଙ୍ଖଳିତ ବୋଲି କୁହାଯିବ ଆଉ ପରିଷ୍କାର ପରିଚ୍ଛନ୍ନତା ଗୁରୁତ୍ୱ ଦେବା କାରଣ ଶାରୀରିକ ଶୁଦ୍ଧତା ହଉଛି ପରିଷ୍କାର ପରିଚ୍ଛନ୍ନତା ଯୋଉଠି ଯେତେ ପରିଷ୍କାର ପରିଚ୍ଛନ୍ନତା ରହିବ ମାଙ୍କର ପରିପ୍ରକାଶ ସେତେ ଶୀଘ୍ର ହବ ଆଉ ବିଶେଷ କରି ଆମେ ହାଇଜେନିକ ପଏଣ୍ଟ ଅଫ ଭ୍ୟୁରୁ ଯୋଉ ଦେଖାଯାଏ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ତାହେଲେ ପରିଷ୍କାର ପରିଚ୍ଛନ୍ନ ରହିଲେ ଆମକୁ ସହଜ ରୋଗ ହୁଏନି ଅପରିଷ୍କାର ଜାଗାରେ ଯଦି ରହିବା ରୋଗ ହବ ତେଣୁ ଗୋଟେ ନିରୋଗ ଶରୀର ଗଠନ କରିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନତା ଦରକାର ଶାରୀରିକ ଶୁଦ୍ଧତା ପାଇଁ ପରିଷ୍କାର ପରିଚ୍ଛନ୍ନତା ଦରକାର ତାପରେ ଶରୀରର ଦି ପ୍ରକାର ଜିନିଷ ଅଛି ଆମେ ସହଜ ଜାଣିଛୁ କି ନା ମୁଁ କହିପାରିବିନି
କିନ୍ତୁ ଦିଟା କଥା ଅଛି, ଗୋଟେ ଶରୀରର ବାହ୍ୟ ଅବସ୍ଥା ଅଛି, ଆଉ ଗୋଟେ ଅଛି ଆଭ୍ୟନ୍ତରୀଣ ଅଙ୍ଗ ଅଛି। ବାହ୍ୟ ଅଙ୍ଗ ଆଉ ଆଭ୍ୟନ୍ତରୀଣ ଅଙ୍ଗ ବା ଭିତର ଅଙ୍ଗ, ଏଗୁଡିକ ପ୍ରତି ଆମକୁ ଟିକେ ସଚେତନ ହବାକୁ ପଡିବ, ଯତ୍ନଶୀଳ ହବାକୁ ପଡିବ। ଯୋଉ ବାହ୍ୟ ଅଙ୍ଗ ଗୁଡାକ ଆମେ ଦେଖିପାରୁଛୁ, କିନ୍ତୁ ଶରୀର ଭିତରେ ଆଉ ଗୋଟେ ସୂକ୍ଷ୍ମ ଶରୀର ଅଛି, ତାର ମଧ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଅଛି, ସେ ବାବଦରେ ଆମେ ମୋଟେ ସଚେତନ ହେଇନି, ତେଣୁ ଯତ୍ନ ନେଇପାରୁନୁ। ତାପରେ ଆମେ ସବୁ ଆଙ୍ଗୁଠି ଅଗକୁ ଦେଖିବା, ଟିକେ ଲକ୍ଷ୍ୟ କରିବା ଆଙ୍ଗୁଠିର ଅଗ। ଆଙ୍ଗୁଠି ଅଗରେ ମୋଟର ସ୍କିଲ୍ ସବୁ ଅଛି। ମୋଟର ସ୍କିଲ୍ସ ମାନେ ଯୋଉ ମାଂସପେଶୀୟ ଦକ୍ଷତା, ଯୋଉଟା କି ଆମେ ତାର ଅଭିବୃଦ୍ଧି କରିବା। ପିଲାମାନଙ୍କୁ ମୁଁ ଏଇଟା ଅନେକ ଜାଗାରେ କହୁଛି, ଆମ ଗାର୍ଡିଆନ ମାନଙ୍କୁ ମଧ୍ୟ କହେ ଯେ ତମ ଡାଇରେକ୍ଟ ଲେଖା ଆଡକୁ ଯାଅନି। ଗୋଟେ ଗୋଟେ ପିଲା ଲେଖି ପାରୁନାହାନ୍ତି, ଅକ୍ଷର କଦର୍ଯ୍ୟ ହଉଛି, ଆସିକି ଅଷ୍ଟମ ଶ୍ରେଣୀ ନବମ ଶ୍ରେଣୀରେ ପାଠ ପଢିବେ, ତାଙ୍କ ଅକ୍ଷର ନର୍ସରୀ କେଜି ପିଲାଙ୍କ ଭଳିଆ। ତାହେଲେ ସେମାନଙ୍କର ଅକ୍ଷର କାହିଁକି ସୁଧାର ହେଇନି? ଯାହାଫଳରେ ପରୀକ୍ଷା ସମୟରେ ପଢି ହୁଏନି, ତାଙ୍କ ଲେଖା ନମ୍ବର କମିଯାଏ। ପିଲାର ଜ୍ଞାନ ଅଛି କିନ୍ତୁ ତାଙ୍କ ଲେଖା ଅକ୍ଷର କଦର୍ଯ୍ୟ, ନମ୍ବର ପାଆନ୍ତିନି। ତେଣୁ ଆମେ ସବୁ କଣ ବ୍ୟବସ୍ଥା କରିନା, ସୁନ୍ଦର ଅକ୍ଷର ପାଇଁ 5 ମାର୍କ ରଖିଦଉ। ପିଲା ନମ୍ବର ଉଦ୍ଦେଶ୍ୟରେ ହୁଏତ ଅକ୍ଷର ପ୍ରତି ଟିକେ ସଚେତନ ହବ, କିନ୍ତୁ ତାପରେ ହେଇପାରନ୍ତିନି। ତେଣୁ ଅକ୍ଷର ଲେଖିବା ପୂର୍ବରୁ କେତେଟା ଦିଗକୁ ଦେଖିବାକୁ ପଡିବ। ମୋଟର ସ୍କିଲ୍, ଯୋଉ ଆଙ୍ଗୁଠି ଅଗର ଯୋଉ ମାଂସପେଶୀ ଅଛି, ସେ ସବୁ ତାର ଦକ୍ଷତା ବଢିବା ଦରକାର, ତାହେଲେ ସେ ମୁଭମେଣ୍ଟ କରିବ। ଆଉ ଯଦି ସେଇଟା ଯୋଉ ଅବସ୍ଥାରେ ମଜବୁତ ହବା କଥା, ଯଦି ଯତ୍ନ ନ ନେବା, ସେ କଠୋର ହେଇଯିବ, ତାପରେ ଆଉ ତା ଏକ୍ସରସାଇଜ କରିହବନି। ତେଣୁ ସେ ଦୃଷ୍ଟିରୁ ଛୁଆମାନଙ୍କୁ ବାଲି ଖେଳ ମାନେ, ବାଲି ଖେଳ କେତେ ପ୍ରକାର ଅଛି। ଧର ଓଦା ବାଲି କରିଦେବେ, ପିଲାମାନେ ସେଥିରେ ବିଭିନ୍ନ ମନ୍ଦିର ତିଆରିବେ, ଗୁମ୍ଫା ତିଆରିବେ, ଦେଉଳ ତିଆରିବେ, ବା କାଦୁଅକୁ ଧରେଇଦେବେ, ସିଏ ଦେଖିବେ କେତେ କଥା ତିଆରି କରିଦେବେ। ମୁଁ ଥରେ ଆମର ଏକ୍ସପେରିମେଣ୍ଟ କରି ଦେଖିଥିଲି। ଆମର ପିଲାମାନଙ୍କୁ ମୁଁ ଆମର ଷ୍ଟେଜ ଉପରକୁ ନେଇଗଲି, ଆମର ପିଅନକୁ କହିଲି କାଦୁଅ ମେଞ୍ଚେ ଚକଟିକି ଆଣିଲୁ, ସେ ମେଞ୍ଚେ କାଦୁଅ ଆଣିଦେଲା। ପିଲା ଯଦିଓ ଷ୍ଟେଜ ଟାକୁ କାଦୁଅ କରିଦେଲେ, ପରେ ଆମେ ଧୋଇଦେଲୁ, କିନ୍ତୁ ଏତେ ଚମତ୍କାର ଚମତ୍କାର ଜିନିଷ ସବୁ ବନେଇଲେ, ପାଖାପାଖି 100 ଖଣ୍ଡେ ଜିନିଷ ବନେଇଥିଲେ। ଏ 22-24ଟା ପିଲା 100ଟା ଖଣ୍ଡେ ଜିନିଷ ବନେଇଥିଲେ, ସବୁ ଅଲଗା ଅଲଗା, କାହା ସହିତ କାହାର ମେଳତାଳ ନାହିଁ ହେଲା। ଯଦି କିଏ ଗଣେଶଟା କଲେଣି, ଆଉ ଜଣେ କିଏ ଶିବଙ୍କ କରିଥିବ, କିଏ ଶିବ ଲିଙ୍ଗଟା କରିଥିବ, କିଏ ଜଗନ୍ନାଥ କରିଥିବ, କିଏ ତାରିଣୀ ମାଙ୍କୁ କରିଥିବ, କିଏ ଆମ୍ବ ତିଆରି ଥିବ, କିଏ ପିଜୁଳି ତିଆରି ଥିବ, କିଏ ସପୁରୀ ତିଆରି କରିଥିବ, କିଏ ପପେୟା ତିଆରି କରିଥିବ, କିଏ ସପୁରୀ ପଣସ ତିଆରି କରିଥିବ, କିଏ ଗ୍ୟାସ ଚୁଲା ତିଆରି କରିଥିବ, କିଏ ଟାଙ୍କି କରିଥିବ, ଆଉ କିଏ କ୍ରିକେଟ ବଲ୍ ବ୍ୟାଟ୍ କରିଥିବ। ଏଇଭଳି ଭେରାଇଟି ସବୁ ତିଆରି କାଦୁଅରେ। ମାନେ ଆରେ ବାହ, ବଢିଆ କରୁଛ। ତାପରେ ସବୁ ଯାଇକି ରୁଣ୍ଡ ହେଇକି ଦେଖିଲେ ହେଲା, ମାନେ ରିସର୍ଚ୍ଚ ହେଇଗଲା। ଆଉ ଷ୍ଟେଜ ଉପରେ ମୁଁ ତା କଞ୍ଚା ଅବସ୍ଥାରେ କରେଇଥିଲି, ସବୁ ଧାଡି କରି ରଖା ହେଇଯାଇଛି, ପୁରା ଏକ୍ଜିବିସନ ଭଳିଆ ସମସ୍ତେ ଦେଖିଲେ। ଏତେ ଚମତ୍କାର, ମତେ କହିଲେ ଏଟାକୁ କୁହ, ତାକୁ ଟିକେ ରଙ୍ଗ ଫଙ୍ଗ ଦେଇ ରଖିବା, ଆମର ଏକ୍ଜିବିସନରେ କାମ ଦବ। ମୁଁ ହଉ ଠିକ ଅଛି, ଏଟା ଫାଟି ଫୁଟା ଯିବ, ଜଷ୍ଟ ଗୋଟେ କରିଛନ୍ତି, ତାଙ୍କୁ ଗୋଟେ ଏନଗେଜମେଣ୍ଟ ଦେଇଥିଲି। ମୋର ଉଦ୍ଦେଶ୍ୟ ଥିଲା କଣ ନା, ସେମାନେ ଯୋଉ କାଦୁଅ ଚକଟିକି ବୋଳିବେ, ତା ଦ୍ୱାରା ତାଙ୍କର ଯୋଉ ଆଙ୍ଗୁଠି ଅଗରେ ଯୋଉ ମୋଟର ସ୍କିଲ୍ ଅଛି, ସେଗୁଡିକରେ ଡେଭଲପ ହବ, ଯାହାଫଳରେ ତାର ଅକ୍ଷର ସୁନ୍ଦର ହବ। ତାପରେ ଲକ୍ଷ୍ୟ କରାଗଲା, ପିଲାମାନେ ଘରେ ଯାଇକି ସେଇ ପ୍ରକାର ବିଭିନ୍ନ ପ୍ରକାର ତିଆରିଲେ, ଏବଂ କିଛି ପିଲାଙ୍କର ଅକ୍ଷର ସୁଧାର ଆସିଯାଇଛି ୱିଦିନ୍ 1 ମନ୍ଥ। ୱିଦିନ୍ 1 ମନ୍ଥ ମୁଁ ଏଟା ଅବଜର୍ଭ କରିଛି ଯେ ପିଲାମାନଙ୍କର ଅକ୍ଷରରେ ସୁଧାର ଆସିଛି। ଯେହେତୁ ମୁଁ ଇଂଲିଶ ସବଜେକ୍ଟ ନିଏ, ଇଂଲିଶ ହ୍ୟାଣ୍ଡ ରାଇଟିଂ ଦେଖେ, ଇଂଲିଶ ହ୍ୟାଣ୍ଡ ରାଇଟିଂ ବଢିଆ ଗାର ମିଳେଇକି ଆର୍ଟିଷ୍ଟିକ ୱେରେ ଲେଖୁଛି। ନାରେ ବାହ, ଗୋଟେ ଚମତ୍କାର ଭାବରେ ଲେଖୁଛ। ତେଣୁ ଏଇ ଯୋଉ ପିଲାମାନଙ୍କ ଭିତରେ ଯୋଉ ଜିନିଷଟା ଦେଖାଦେଲା ଗୋଟେ ମାସ ଭିତରେ, ମୁଁ ତମେ ସବୁ କେମିତି ଏଟା କଲ? ଭାଇ ଆପଣ କହିଥିଲେ କାଦୁଅ ଚକଟିକି ଖେଳିବ, ବିଭିନ୍ନ ପ୍ରକାର ଜିନିଷ ତିଆରି ହବ,
जड़े कहला भाई आमर मो मामा रुटी तैयारी कला बेले मु निजे बनाए अटारे ना अच्छा अच्छा आउ कहला भाई मु कादुरे केते कथा आम घरे मु बनाए एमती जो मानकर सब है अक्षर कदम जाइला से गोटे प्रायोरीटी देती तुम एटा सब घरे अभ्यास कर आज ये शिखिल तुम एमती अभ्यास कर ସେମାନେ ବୋଧେ କିଛି ଦିନ ଅଭ୍ୟାସ କରିଛନ୍ତି ଘରେ କାଦୁଅରେ ବିଭିନ୍ନ କଥା ତିଆରି କରିଛନ୍ତି ଯାହାଫଳରେ ତାଙ୍କ ହାତର ଯୋଉ ମୋଟର ସ୍କିଲ୍ ଆଙ୍ଗୁଠି ଅଗରେ ଅଛି ତାର କିଛି ପରିବର୍ତ୍ତନ ହେଇଛି ଯୋଉଥିରେ ତାଙ୍କର ଅକ୍ଷର ସୁଧାର ଆସିଛି ତେଣୁ ଯୋଉ ପିଲାମାନଙ୍କର ଅକ୍ଷର କଦର୍ଯ୍ୟ ହଉଛି ସେମାନେ ଜାଣିନାହାନ୍ତି କୋଉଠି ଡିଫେକ୍ଟ ଅଛି ମାନେ ଆଟ୍ ଦି ଏଜ୍ ଅଫ୍ 7 ବର୍ଷ ବୟସରେ ଏସବୁର ଡିଫେକ୍ଟ ରହିବା କଥା ନୁହଁ 7 ବର୍ଷ ପୂର୍ବରୁ ସେ ସବୁଗୁଡ଼ିକ ସୁଧାର ହେଇଯିବା କଥା ଆଉ ଆମେ ସେଟାକୁ ଗୁରୁତ୍ୱ ଦେଇନୁ ଆମେ ଗଲୁ କ୍ଲାସ ରୁମ୍ ପାଠ ପଢା ବ୍ଲାକ୍ ବୋର୍ଡ ଚକ୍ ଡଷ୍ଟର ସେଇଟା ପାଠ ପଢା ନୁହେଁ ତେଣୁ ଶରୀରକୁ ଯଦି ଆମେ ପରିପୁଷ୍ଟ କରିବାକୁ ଚାହୁଁ ଏଟା ଯେ କେବଳ ଯୋଉମାନେ ସ୍କୁଲକୁ ଆସୁଛନ୍ତି ଛୁଆ ତାଙ୍କ ପାଇଁ ଏଟା ନୁହେଁ ଆମେ ମାନେ ମଧ୍ୟ ଏଇ ଯୋଉ ଚକଟାଚକଟି କାମ କରିବା ଦରକାର ଧରନ୍ତୁ ଆମେ ଖାଉଛନ୍ତି ଆଳୁ ବାଇଗଣ ଚକଟା କରିକି ଖାଇଲେ ଚକଟିବେ ଚକଟିଲେ ଆଙ୍ଗୁଠି ଅଗର ମାଂସପେଶୀର ଏକ୍ସରସାଇଜ ହବ ଯାହାଫଳରେ ସେ ନମନୀୟ ହବ ମୁଭମେଣ୍ଟ କରିବ ଯଦି ନମନୀୟ ହବନି ସେ ମୁଭମେଣ୍ଟ କରିବନି ମୁଭମେଣ୍ଟ ହେଲେ ଗଡିଲେ ଆମର ଆର୍ଟିଷ୍ଟିକ ୱେରେ ସବୁ ଲେଖା ବାହାରିବ ସୁନ୍ଦର ଅକ୍ଷର ବାହାରିବ ତେଣୁ ଏଇଟା ଯଦି ମୁଭମେଣ୍ଟ କରୁଛି ଆପଣ ଆଙ୍ଗୁଠି ସବୁବେଳେ ଆକ୍ଟିଭ ହେଇକି ରହିବ ସବୁବେଳେ ତତ୍ପରତା ପ୍ରକାଶ କରିବ ତେଣୁ ଆପଣ ଫିଜିକାଲି ଦେଖାଯାଆନ୍ତୁ ଯୋଉ ପ୍ରକାର କିନ୍ତୁ ଆପଣ ଷ୍ଟ୍ରେନ୍ଥରା ଭିତରେ ଥିବ ଆପଣ ଏଫିସିଏନ୍ସି ଆପଣ ଭିତରେ ପ୍ରକାଶ ପାଇବ ଯୋଉଥିରେ ଆପଣ କାମ କରିବା ପାଇଁ ଦକ୍ଷ ହେବେ ତେଣୁ ଏ ଦୃଷ୍ଟିରୁ ଆମର ମୋଟର ସ୍କିଲ୍ ର ଡେଭଲପ ଦରକାର ମୋଟର ସ୍କିଲ୍ ଦି ପ୍ରକାର ଅଛି ଗୋଟେ ହେଲା ସୂକ୍ଷ୍ମ ଆଉ ଗୋଟେ ହେଲା ସ୍ଥୂଳ ଯୋଉଟା ସ୍ଥୂଳ ଆଉ ସୂକ୍ଷ୍ମ ଦି ପ୍ରକାର ମୋଟର ସ୍କେଲ୍ ଅଛି ଗୋଟେ ଲାର୍ଜ ସ୍କେଲ୍ ମୋଟର ସ୍କିଲ୍ କୁହାଯାଏ ବା ଗୋଟେ ଯୋଉଟା ଲାର୍ଜ ସେଟା ଗ୍ରସ୍ ମୋଟର ସ୍କିଲ୍ ଆଉ ଗୋଟେ ସୂକ୍ଷ୍ମରେ ମଧ୍ୟ ଗୋଟେ ଅଛି ଯୋଉଟା କି ସ୍ମଲ୍ ମୋଟର ସ୍କିଲ୍ ତେଣୁ ଆମର ମୋଟର ସ୍କିଲ୍ ଗୁଡ଼ିକର ଡେଭଲପ ପାଇଁ ଆମକୁ ଗୁରୁତ୍ୱ ଦେବାକୁ ପଡିବ ତାପରେ ଆଖି ସହିତ ଆଙ୍ଗୁଠିର ଯୋଉ ଚାଳନା ଆଇ ଆଉ ଫିଙ୍ଗର ର କୋଅର୍ଡିନେସନ ଆଖି ଆଉ ଆଙ୍ଗୁଠି କାହିଁକି ଏଟା ଆବଶ୍ୟକ ଅଛି ଆଖି ଆଉ ଆଙ୍ଗୁଠିର ଚାଳନା କରି ଶିଖିବା ଦରକାର ଆଖିର ଚାଳନା କରି ଶିଖିବା ଆଙ୍ଗୁଠିରେ ବି ଚାଳନା କରି ଶିଖିବା କାରଣ ଆଖି ଯଦି ମୁଭମେଣ୍ଟ ନ କରୁଛି ଚାରିଆଡକୁ ଆମେ ଦେଖିକି ଶିଖୁଛୁ ନା କୋଉଥିରୁ ଶିଖୁଛୁ ଜ୍ଞାନ ଅର୍ଜନଟା କେମିତି ହୁଏ ଜ୍ଞାନ ଅର୍ଜନଟା ଆପେ ଆପେ ହେଇଯିବନି କିନ୍ତୁ ଯଦି ଜ୍ଞାନ ଅର୍ଜନଟା ଆପେ ଆପେ ହବନି ଆମେ କିଛି ଦେଖିବା ଶୁଣିବା ଶିଖିବାର ଏମିତି ବହୁତ ଦିଗ ଅଛି ମୁଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବି ଶିକ୍ଷା କରିବାର ମାଧ୍ୟମ ସବୁ କଣ କଣ ଅଛି ଆମେ କେମିତି କୋଉ ଧାରାରେ ଶିକ୍ଷା କରିବା ଦରକାର ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ଆଲୋଚନା କରିବି କିନ୍ତୁ ବର୍ତ୍ତମାନ ଗୋଟେ କଥା ହେଲା ଆଖି ସହିତ ଆମର ଆଙ୍ଗୁଠିର ଚାଳନା ରହିବା ଦରକାର ସେଟାକୁ କଲେ ଆଖି ଆଉ ଆଙ୍ଗୁଠି ଯଦି ରହିଛି ତାହେଲେ ଅନ୍ୟ ପାର୍ଟରେ ସେମାନେ ଆକ୍ଟିଭ କରେଇଦେବେ ତାପରେ ଯୋଉ ସୁପ୍ତ ସାମର୍ଥ୍ୟ ଗୁଡ଼ିକ ଅଛି ଯୋଉଟା ଜାଗ୍ରତ ହେଇନି ତାକୁ ଜାଗ୍ରତ କରେଇବା ଅନେକଙ୍କ ଭିତରେ ସେ ଭାବୁଛି ନା ମୋ ଦ୍ୱାରା କିଛି ହବନି ତାପରେ ଦେଖାଯାଏ ତାଙ୍କ ଅଭ୍ୟାସରେ ପକେଇଲେ ସେମାନେ ଗୋଟେ ଚମତ୍କାର ଭାବରେ କାମ କରନ୍ତି ମୁଁ ନିଜେ ଜାଣିଥିବା କଥା ଗୋଟେ କହୁଛି ଆମ ଗାଁରେ ଜଣେ କାଠ ମିସ୍ତ୍ରୀ ଥିଲେ ବଢେଇ ଟୋଟାଲି ଅନ୍ଧ କିଛି ଦେଖିପାରନ୍ତିନି ଆଖି ଦିଟା ପୁରା ନଷ୍ଟ ହେଇଯାଇଛି ତାଙ୍କୁ ଖଦିଗଡ ଭୁବନେଶ୍ୱର ଗୋଟେ ଖଦିଗଡ ଅଛି ଖଦିଗଡରେ ତାଙ୍କୁ ଆପଏଣ୍ଟମେଣ୍ଟ ମିଳିଥିଲା ଚାକିରି ଶିଖେଇବେ ବୋଲି କାର୍ପେଣ୍ଟ୍ରି ଶିଖିବା ପାଇଁ ତାଙ୍କୁ ଆପଏଣ୍ଟମେଣ୍ଟ ମିଳିଥିଲା ଚାକିରି କରିଥିଲେ ଚାକିରି କିଛି ଦିନ କଲେ ଭୁବନେଶ୍ୱର ଯୋଉ ଗାଡି ମଟର ଯୋଉ ରସ୍ 2-3 ଥର ତାଙ୍କର ଗାଡି କୁଟିଲା ଶେଷରେ ଜାଣିଲେ ଏଇଟା ଲାଇଫ ରିସ୍କ ଚାକିରି ଛାଡିକି ପଳେଇଲେ ଘରେ ସରକାରଙ୍କୁ କହିକି କିଛି ଟଙ୍କା ଲୋନ ଆଣିକି କାଠରେ ଫର୍ଣ୍ଣିଚର ତିଆରି କରିବା ଲୋନ ଟି ଆଣିଲେ ପରମିଶନ ମିଳିଗଲା କାଠ କିଣିବା ପାଇଁ ତେଣୁ ଲାଇସେନ୍ସ ଟି ମିଳିଯାଇଛି ଯେହେତୁ ଗଭର୍ଣ୍ଣମେଣ୍ଟ ତରଫରୁ ସେ କାଠ କିଣନ୍ତି ଏବଂ କାଠରେ ଘରେ ଫର୍ଣ୍ଣିଚର ବନେଇକି ବିକ୍ରି କରନ୍ତି ଆମର ଏଠି ଘଷିପୁରାରେ ଗୋଟେ ବ୍ୟାଙ୍କ ଅଫ ଇଣ୍ଡିଆ ବୋଲି ଗୋଟେ ନୂଆ ଖୋଲା ହେଲା ଯେତେବେଳେ ଖୋଲା ହେଲା
ତାର ଯେତେକ ସବୁ ଫର୍ଣ୍ଣିଚର ତାଙ୍କର ଆବଶ୍ୟକ ହେଲା, ତାଙ୍କର ଶୋକେସ୍ ଫୋକେସ୍ ସବୁ ତିଆରି ହେଲା, ବ୍ୟାଙ୍କର ଯେତେ ଯାହା ସବୁ କାମ ସବୁଗୁଡାକ ସିଏ କଲେ। ଏତେ ଚମତ୍କାର ଭାବରେ କାମ କରିଥିଲେ, ଆଜି ପର୍ଯ୍ୟନ୍ତ ସେ କାମ ତାଙ୍କର ଅଛି, ଆଜି ପର୍ଯ୍ୟନ୍ତ ମୁଁ ବି ଦେଖିଛି। ଆଚ୍ଛା, ତାପରେ ବ୍ୟାଙ୍କ ମ୍ୟାନେଜର କୁ ସେ ଗୋଟେ ଯେହେତୁ ଏତେ ଗୋଟେ କାମ ତାଙ୍କୁ ଅଫର ଦେଇଛନ୍ତି, ଏ ମିସ୍ତ୍ରୀ ଜଣକ ଖୁସି ହେଇକି ତାଙ୍କୁ ଗୋଟେ ବକ୍ସ ଦେଲେ ଗିଫ୍ଟରେ, ଜଷ୍ଟ ଲାଇକ୍ ଏ ଗୀତା। ଗୀତା ବହି ଆମେ ଯେମିତି ଦେଖୁଛେ, ଠିକ ସେଇ ମଡେଲର ଗୋଟେ ବାକ୍ସଟେ ତାଙ୍କୁ ଗିଫ୍ଟରେ ଦେଲେ, ଅନ୍ଧ ବ୍ୟକ୍ତି। କିନ୍ତୁ ବ୍ୟାଙ୍କ ମ୍ୟାନେଜର ସେ ବାକ୍ସଟିକୁ ଖୋଲି ପାରିଲେ ନାହିଁ ଏବଂ ବ୍ୟାଙ୍କର ଅନ୍ୟ ଷ୍ଟାଫଙ୍କୁ ଦିଆଗଲା, ଖୋଲ। ସମସ୍ତେ ଆଟେମ୍ପ ନେଲେ, କେହି ଖୋଲି ପାରିଲେନି। ତାପରେ ତାଙ୍କୁ କୁହାଗଲା ଏଟା କେମିତି ଖୋଲିବ। ତାଙ୍କର ଇଣ୍ଟରଲକ୍ ସିଷ୍ଟମ ସେ କରିଥାନ୍ତି, ଯୋଉଟା କି ଓଡିଆର ଯୋଉ 8 ଅକ୍ଷର ଯେମିତି ସେ ବାହାର କାଠ ସହିତ ସେ 8 ମଡେଲଟିକୁ ଭିତରେ ସ୍କ୍ରୁ ଦେଇକି କରିଥାନ୍ତି, ଯୋଉଟା କି ଉପରକୁ ଉଠେଇବ ପୁଣି ଆଗକୁ ଠେଲିବ, ଏଇ ଟାଇପର ସିଷ୍ଟମ ତାଙ୍କର ଥିଲା। ଉପରକୁ ଉଠେଇବ, ଆଗକୁ ଠେଲିବ, ତାହେଲେ ତଳ ସଟରଟା ଖୋଲିବ, ନହେଲେ ଖୋଲିବନି। ଭିତର ଲକ୍ ସିଷ୍ଟମ ହେଇଗଲା ଏଇଭଳିଆ। ଆଶ୍ଚର୍ଯ୍ୟ ହେଇଗଲେ ସବୁ। ସେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଖୁସି ହେଇକି 5,000 ଟଙ୍କା ଦେଲେ, ଖୁସି ହେଇକି 5,000 ଟଙ୍କା ଦେଲେ। କହିଲେ ଯାହା ଏତେ ଚମତ୍କାର କାମ କରୁଛ, ସେ ଅନ୍ଧ ହେଇକି ମାନେ ଆଖି ଥିବା ଲୋକ ବାକ୍ସ ଫିଟେଇ ପାରୁନି, ମାନେ ଚାବି ବି ଦେଇନାହାନ୍ତି, ଖାଲି ଖୋଲାଟା। ତାପରେ ଉପର ସଟରଟା ଖୋଲିବା ପାଇଁ ଯୋଉ ଢାଙ୍କୁଣିଟା ଦରକାର, ତା ସାଇଡରେ ଲକ୍ ସିଷ୍ଟମ 8 କରିଥିଲେ। ତେଣୁ ସେ ଟାଣିବ ଠେଲିବ, ଏ ଦିଟା ପ୍ରକାର 8 ମଡେଲ କରିଥିଲେ। ତେଣୁ ଠେଲିବ ଟାଣିବ, ଏଇ ପ୍ରକାର ଦିଟା ସିଷ୍ଟମ ଉପରେ ସେ କରିଥିଲେ। ତେଣୁ ତାଙ୍କର ଏଇ ଯୋଉ ଇନୋଭେଟିଭ ମାଇଣ୍ଡ, ଫିଜିକାଲି ତ ସେ ଆଖି ତାଙ୍କର ଦେଖିପାରୁନି, କାଠ ସ୍କେଲର ମାପକରେ ଗୋଟେ ସୁଚ୍ ମଧ୍ୟ ଏପଟ ନାହିଁ, ତାଙ୍କର ମେଜରମେଣ୍ଟ ଏତେ ପରଫେକ୍ଟ, ଗୋଟେ ସୁଚ୍ ମଧ୍ୟ ଆପଣ ଭୁଲ ବାହାର କରିପାରିବେ ନାହିଁ, ପରଫେକ୍ଟ ମେଜରମେଣ୍ଟ। ଏତେ ପରଫେକ୍ଟ କାମ ସେ କରିପାରୁଛନ୍ତି। ମୁଁ ଗୋଟେ ଚିନ୍ତା କଲି, ଭଗବାନ ତାଙ୍କର ଆଖି ଗୋଟେ ଇନ୍ଦ୍ରିୟ ତାକୁ ନଷ୍ଟ କରିଦେଲା ପରେ ଆଉ ସବୁ ଇନ୍ଦ୍ରିୟ ଗୁଡିକ ତାଙ୍କର ସକ୍ରିୟ ହେଇଯାଇଛି। ଆପଣ ନୋଟ ଧରେଇଦେବେ, ହାତରେ ଧରିଦେବେ, କହିଦେବେ ଏଟା କେତେ ଟଙ୍କିଆ ନୋଟ। କାଠ ଧରେଇଦେବେ, ସୁଙ୍ଗି ଦେଇକି କହିଦେବେ ଏଟା ଶାଗୁଆନ କାଠ, ଏଟା ଶାଳ କାଠ, ଏଟା କପାସିଆ କାଠ, ଏଟା ସିଜୁ କାଠ, କି ଏଟା ଗମାରି କାଠ, କି ଏଟା ପିଆଶାଳ କାଠ, କି ଏଟା ଶିଶୁ ଗଛ, ସୁଙ୍ଗି ଦେବେ କାଠଟାକୁ, କହିଦେବେ ଏଟା କି କାଠ। ତେଣୁ ଘ୍ରାଣ ଶକ୍ତି ତାଙ୍କର ପ୍ରଖର। ତେଣୁ ଏଇ ଦୃଷ୍ଟିରୁ ଏଇ ଯୋଉ ଇନ୍ଦ୍ରିୟ ମାନଙ୍କର କଥା କୁହାଯାଏ, ଶରୀର ତ ସେମାନେ ଗୋଟେ ଗୋଟେ ପାର୍ଟ ନା, ଗୋଟେ ପାର୍ଟ ଡ୍ୟାମେଜ ହେଇଗଲେ ଅନ୍ୟ ପାର୍ଟଟା କେମିତି ତାଙ୍କର ଆକ୍ଟିଭ ହେଇଛି। ତେଣୁ ଏଇ କଥାକୁ ଯଦି ଆମେ ଅନୁଧ୍ୟାନ କରିବା, ଆମେ ପିଲାମାନଙ୍କ ଭିତରେ ଛୋଟ ବେଳୁ ଏଇ ଦିଗ ଗୁଡାକ ପ୍ରତି ଦୃଷ୍ଟି ଦେବା ଦରକାର। ଯୋଉ ସୁପ୍ତ ସାମର୍ଥ୍ୟ ଅଛି ତାକୁ ଜାଗ୍ରତ କରିବା ଦରକାର। ପିଲା ଖୁଜୁରୁ ଏକୁଟିଆ ଟାଇମରେ କୋଉଠି ଗୋଟେ ହଉଥିବ, ଆପଣ ଲକ୍ଷ୍ୟ କରନ୍ତୁ। ଆମେ ଫାଙ୍କା ଥିଲା ବେଳେ କୋଉ କାମରେ ଗୋଟେ ଖୁଜୁରୁ ହଉଥିବା, ଲାଗୁଥିବା, ଏଟା କରୁଥିବା ସେଟା କରୁଥିବା, କି ନହେଲେ ଉଲେନ ଧରିକି କଣ୍ଟା ଧରିକି ନହେଲେ ସ୍ୱେଟର ଗୋଟେ ବୁଣୁଥିବା, କି ନହେଲେ କଣ ଗୋଟେ ପୁରୁଣା ଘଣ୍ଟା କୋଉଠି ଗୋଟେ ପାଇଥିବ, ତାକୁ ଏଟା କରିବାକୁ ସେଟା କରିବା, କଣ କରୁଥିବ, କି ମୋବାଇଲଟେ ଧରୁଥିବା ତାକୁ କଣ ଗୋଟେ କରୁଥିବା। କୁଆଡେ ନାଇଁ କୁଆଡେ ଗୋଟେ ଆମର ବେଳେ ବେଳେ ଏମିତି ହାତ ବାଜିଯାଏ, ଦୃଷ୍ଟି ପଡିଯାଏ ଏବଂ ଆମେ କାମ କରୁ। ତେଣୁ ଯୋଉ ଦୃଷ୍ଟି ସହିତ ହାତର କାରବାର ହଉଛି, ଏ ଦିଟା ଏକା ଭିତରେ ଯଦି କୋଅର୍ଡିନେସନ ନ ରହିବ, ଆଖି ଦେଖିଲେ ସେଟା ହାତ ଯଦି ଇଚ୍ଛା କରିବନି, ସେ କାମ କରିବାକୁ ଯିବନି। ଆଖି ଦେଖିଦେଲା ହବ, ଦେଖୁ, ହାତ ତାକୁ କହିବ ମୁଁ କରିବିନି, ସଇଲା। ତେଣୁ ଆଖି ଯୋଉଟା ଦେଖୁଛି, ହାତ ସେଇଟା କରିବ। ତେଣୁ ଆଖିର ଚାହିଁବା ଅନୁସାରେ ହାତର କରିବାଟା ସମ୍ପର୍କ ରହିବା ଦରକାର। ତେଣୁ ଆଖି ଆଉ ହାତ ଏ ଦିଟା ଭିତରେ କୋଅର୍ଡିନେସନ ନ ରହିଲେ କାମ କେମିତି ହବ? ତେଣୁ ସେଇଟା କେବେଠୁ ଶିଖିବା? କଣ ଏଇଟା ଏଇ ପଢା ବହି ଭିତରେ ଅଛି? ଏ ଗଣିତ, ଇଂରାଜୀ, ବିଜ୍ଞାନ, ଭୂଗୋଳ, ଇତିହାସ, ହିନ୍ଦୀ, ସଂସ୍କୃତି, ଜିକେରେ ଅଛି? ସେଟା ମିଳିବନି। ତେଣୁ ଜଣେ ପ୍ରତ୍ୟେକ କାର୍ଯ୍ୟରେ ପୂର୍ଣ୍ଣତା ଆଣିବାକୁ ହେଲେ, ପ୍ରତି କାର୍ଯ୍ୟରେ ଯୋଉଟା ସେ କରୁଛି ପରଫେକ୍ଟ କରିବାକୁ ହେଲେ, ତାକୁ ଏଇ ଦିଗ ଗୁଡାକ ଆଗ ତାର ସଜାଡି ହବା ଦରକାର।
ତେଣୁ ଆଖି ସହିତ ଆଙ୍ଗୁଠି ଚାଳନା ଏଟାକ ମଧ୍ୟରେ କୋଅର୍ଡିନେସନ ରହିବା ଦରକାର। ସୁପ୍ତ ସାମର୍ଥ୍ୟର ବିକାଶ କରିବା ଦରକାର, ଜାଗ୍ରତ କରିବା ଦରକାର। ଆଉ ବିଶେଷ କରି ଯେହେତୁ ଆମେ ମାଙ୍କ ପାଇଁ ଫିଟ୍ ହଉଛେ, ତେଣୁ ଆମ ଶରୀରକୁ ସୁସ୍ଥ କରିବା ଦରକାର, ଗ୍ରହଣଶୀଳ କରିବା ଦରକାର, ସୌନ୍ଦର୍ଯ୍ୟ କରିବା ଦରକାର। ଆଚ୍ଛା, ଯେ ଶରୀର ଗୋଟେ ଦକ୍ଷ ହେଲାଣି ବୋଲି ଆମେ କେମିତି ଜାଣିବା ମୋ ଶରୀର ଦକ୍ଷ ଶରୀର ବୋଲି ଜାଣିବା କେମିତି? ତାର କେତେଟା ଦିଗକୁ ସେ ଆମେ ଦୃଷ୍ଟି ଦେବାକୁ ପଡିବ। ତା ଭିତରେ ମୁଁ କେତେଟା ପଏଣ୍ଟ ବାହାର କରିଛି, ଯୋଉଥିରେ କି ପ୍ରାୟ 14ଟା ପଏଣ୍ଟ ଅଛି। 14ଟା ପଏଣ୍ଟ ଭିତରେ କଣ କଣ? ନମ୍ବର 1 ସହନଶୀଳତା, ନମ୍ବର 2 ऊर्जा स्टामिना जोटा कहा जाए, नंबर 3 सामर्थ्य स्ट्रेंथ, नंबर 4 पावर शक्ति, नंबर 5 स्पीड गति, नंबर 6 बैलेंस भारसाम्य, नंबर 7 स्वच्छता क्लीनिनेस, नंबर 8 नमनीयता प्लास्टिसिटी, नंबर 9 कर्म तत्परता एक्टिवनेस, नंबर 10 सुस्थता हेल्दी, नंबर 11 सौंदर्य बोधता एस्थेटिक, नंबर 12 समन्वयता कोऑर्डिनेशन, स्थिरता पोएज, आउटला अविकलता एक्यूरेसी। केतरा कहले मन नहिला? सहनशीलता, ऊर्जा, सामर्थ्य, शक्ति, गति, भारसाम्यता, स्वच्छता, नमनीयता, कर्मतत्परता, सुस्थता, सौंदर्य बोधता, समन्वयता, स्थिरता, अविकलता। ये 14टा दिगर दक्षता जदि वृद्धि पाए ताले जनकर शरीर सुस्थ शरीर बोली पाइयो। 14टा दिग, ए 14टा दिग को जदि आमे अवहेला कले भेरी बिगिनिंग रु माने अंग प्रत्यंग चालना बा दिनटारू ए 14टा दिग किए करेबो एटा? कोन छुआ? छुआ सेतବେଳେ ଜାଣିଥିବ କି? छुआ सेतବେଳେ ଜାଣି ନଥିବ। ତାକୁ ଜଣେଇବ କି? ତାର ଫାର୍ଷ୍ଟ टीचर मदर। छुआर जे फास्ट टीचर सेला मदर। ତେଣୁ ତା ମଦର ତାକୁ ଏଇ ଜିନିଷ ଗୁଡାକ ଉପରେ ଦୃଷ୍ଟି ଦେବା ଦରକାର। ଆମେ ଦେଖିଥିବା ଛୋଟିଆ ଛୁଆ ମାନଙ୍କୁ ଖାଇବାକୁ ଦେଲା ବେଳେ ଅନେକ ପିଲା ଚିଡଚିଡିଆ ବୋଲି ଆପଣ ଲକ୍ଷ୍ୟ କରିଥିବେ। ମା ମାନେ ମତେ କହିଛନ୍ତି, ମଦର ଗାର୍ଡେନ ମିଟିଂ ରେ ମୁଁ ବସେ ଯେତେବେଳେ ମତେ ମା ମାନେ ବି କହିଛନ୍ତି ଛୁଆ ଗୁଡା ଭାରି ଚିଡଚିଡିଆ। ତାର କାରଣ ହଉଛି ମା ମାନେ ଜାଣିପାରନ୍ତିନି ଛୁଆ ମାନଙ୍କୁ ଯେତେବେଳେ ଖାଇବାକୁ ଦିଅନ୍ତି ମା ମାନେ ଭାବନ୍ତି ଆଜିକାଲି ତ ସବୁ ମାନେ ପ୍ୟାକେଟ ଫୁଡ ମିଳିଗଲା ନା ଦୋକାନ ମାନଙ୍କରେ, ସେ ଲାକ୍ଟୋଜେନ, ସେରଲାକ୍ସ, ବର୍ନଭିଟା ଆଉ କଣ କଣ ସେ ତ ମିଳିଯାଉଛି। ତାକୁ ସେମାନେ କଣ କରୁଛନ୍ତି ନା ଗୋଳେଇକି ଦେଇ ଦଉଛନ୍ତି। ପ୍ରକୃତିରେ ସେଇଟା ହାଇଜେନିକ ନୁହଁ। ନେଚୁରାଲି ଆମେ ଯୋଉ ଫଳ ମାନଙ୍କରୁ ବା ପନିପରିବାରୁ ଯୋଉ ଜିନିଷଟା ପାଇବା, ଏଇ ଯୋଉ ପ୍ୟାକେଟ ଫୁଡ ରେ କଣ ସେଇଟା ପାଇବା? ପାଇବାନି। ତେଣୁ ପରିବା ସିଝା ତାକୁ ଚକଟା କରିକି ପେଷ୍ଟ କରିକି ଛୁଆ ଖାଇବାକୁ ଦବା, ମାର ଏଟା ଚଏସ ହବନି। ଆଜି ପ୍ୟାକେଟ ଖାଦ୍ୟ ଖାଇବା ନା ଡକ୍ଟର କହୁଛି ଆଡଭର୍ଟାଇଜ କରୁଛି ଟିଭିରେ, ଷ୍ଟାଟସ ଦେଖେଇବା ନା ସେଥିରେ ଆମେ ପିଲାମାନେ ଏହା ଖାଉଛନ୍ତି ବୋଲି ତା ସେରଲାକ୍ସ ସରିଯାଇଛି, ତା ଲାକ୍ଟୋଜେନ ସରିଯାଇଛି କହିବା ଯାଇକି ଷ୍ଟାଟସରେ। ନା, ଆମେ ଷ୍ଟାଟସରେ କହିବାର କିଛି କାରଣ ନାହିଁ। ପିଲା ପ୍ରକୃତରେ କୋଉଟା ଖାଇଲେ ତାର ଶରୀରର ସବୁ ଦିଗର ବିକାଶ ହବ ସେଇଟାକୁ ଦେଖିବା ଦରକାର। ଆମ ଷ୍ଟାଟସ ସହିତ ମିଳିବ କଣ ଦରକାର? ତେଣୁ ମାର ଗୋଟେ ଦୃଷ୍ଟିଭଙ୍ଗୀ ଅଲଗା ହେଇଯାଇଥାଏ। ତେଣୁ ସେ ନ୍ୟାଚୁରାଲ ୱେରେ ସେ ଖାଦ୍ୟ ତା ପାଇଁ କଲେକ୍ଟ କରିପାରେ ନା। ସିଏ ଚାହେଁ ଇଜିଏଷ୍ଟ ୱେରେ, ଆଉ ଯୋଉଟା ତଥାକଥିତ ଯୋଉଟା ଆଡଭର୍ଟାଇଜମେଣ୍ଟ ହଉଛି, ସମସ୍ତେ ଜାଣୁଛନ୍ତି ମୁଁ ସେଇ ପ୍ରକାର ଖାଦ୍ୟ ମୋ ଛୁଆକୁ ଦେବି। ଆଚ୍ଛା ଠିକ ଅଛି, ତମ ଠିକ ଅଛି। କେମିତି ହାର ଦବ? ଦେଖିଥିବେ ଛୁଆ ମାନଙ୍କୁ କୋଡରେ ଶୋଇ ଦେଇକି, ଏଇ 6 ମାସିଆ 8 ମାସିଆ ବର୍ଷିକିଆ ଛୁଆ ସବୁ କୋଡରେ ଶୋଇ ଦେଇକି ମା ମାନେ ଚାମଚରେ ଲିକ୍ୱିଡ ଭଳିଆ କରିଥିବେ ତାକୁ ଢୁକେଇ ଦଉଥିବେ। ଆଚ୍ଛା, ସେ ଛୁଆ ତାର ଆରକଡର କଳରେ ବାହାର କରିଦଉଥିବ, ମା ତାର ପୁଣି ଚାମଚରେ ଖେଞ୍ଚି ଦଉଥିବ। ଯେମିତି ଆଖୁ ମେସିନରେ ଆଖୁ ଭର୍ତ୍ତି କରାଯାଏ, ତାପରକୁ ଏଟା ଛୁଆଟା ନିଶ୍ୱାସ ନେବା ପର୍ଯ୍ୟନ୍ତ, ଗୋଟେ ରାହା ନେବା ପର୍ଯ୍ୟନ୍ତ ଗୋଟେ ବାଟ ବି ଦିଅନ୍ତିନି, ଚାନ୍ସ ଦିଅନ୍ତି। ଖାଲି ମାନେ ଖାଦ୍ୟ ଖାଲି ଚାମଚ ମାଧ୍ୟମରେ
ଭର୍ତ୍ତି କରି ଚାଲିଥିବେ ତ ଆଖୁ ମେସିନରେ ଆଖୁ ଭର୍ତ୍ତି ହେଲା ଭଳିଆ ଆଉ ସିଏ ଖାଲି ଅଣନିଶ୍ୱାସ ହେଇଯାଉଥିବ, ଛାଟିପିଟି ସେଇଥିପାଇଁ ହଉଥିବ, କାହିଁକିନା ସେ ଚାହୁଁନି, ତା ପାଟିକି ଏଟା ସ୍ୱାଦ ଲାଗୁନି, ଚାହୁଁନି ସେ। ତାପରେ ମା ମାନେ କହୁଥିବେ ମୋ ଛୁଆ ନ ଖାଇଲେ ଦୁର୍ବଳ ହେଇଯିବ, ତେଣୁ ସେ ଜବରଦସ୍ତ ଖାଇବା ଦଉଛି। ଆରେ ପିଲାର ଗୋଟେ ଶରୀର ଚେତନା ଅଛି, ସେ ସ୍ୱାଭାବିକ ଭାବରେ ବିକାଶ କରିବ। ଗୋଟେ ଗୋଟେ ଶିଶୁ ଯେହେତୁ ସ୍ୱାଭାବିକ ଭାବରେ ବିକାଶ କରେ, ଆମେ ତ ସ୍ୱାଭାବିକତାଟାକୁ ହରେଇ ଆମ ଇଚ୍ଛାକୁ ଲଦି ଦଉଛୁ। ମୋ ଛୁଆ ଏଇଆ ଖାଇଲେ ସୁସ୍ଥ ହବ, ସ୍ୱାସ୍ଥ୍ୟକର ହବ, ତେଣୁ ଏଇ ଖାଦ୍ୟ ତା ପାଇଁ ସ୍ୱାସ୍ଥ୍ୟକର, ଏଇଟା ମା ଚିନ୍ତା କରିଦଉଛି ଏବଂ ସେଇ ପ୍ରକାର ଖାଦ୍ୟ ଦଉଛି। ତେଣୁ ପିଲାଟିକୁ ଖାଇବାକୁ ଦେଲାବେଳେ ଯୋଉ ପାଟି ପଟେ ସେ ଜବରଦସ୍ତ ବାହାର କରିଦଉଛି, ମା ତାକୁ ଜବରଦସ୍ତ ଖେଞ୍ଚିକି ଦଉଛି, ସିଏ ଚେଁ ଚାଁ ହଉଥିବ, ଗୋଡ ହାତ ଛାଟୁଥିବ, କାନ୍ଦିକି ଉଚ୍ଛନ୍ନ କରିଦଉଥିବ। ଆଉ ସେ କାନ୍ଦିଲା ବେଳେ ଦେଖିବେ ତା କାନ ପାଖରେ ଶିର ସବୁ ଟାଙ୍କି ହେଇଯାଉଥିବ। ଏଇ ଯୋଉ କାନ ପାଖରେ ଶିର, ମୁଣ୍ଡ ଦି ପଟ ଯାକ କାନ ପଟର ଶିର ସବୁ ଟାଣି ହେଇଯାଉଥିବ, ଟାଣି ହେଇଯାଉଥିବ, ଲାଲ ଚିଁ ଚିଁ ଦେଖା ଯାଉଥିବ। ତାପରେ ଏଇ ଯୋଉ ପ୍ରଭାବ ଦ୍ଵାରା କଣ ହୁଏ ନା ବ୍ରେନ ଉପରେ ହ୍ୟାମରିଂ, ଯାହା ଫଳରେ ସେ ପିଲାଟା ସହିବା ଶକ୍ତିଟା ହରେଇ ବସେ, ତା ସ୍ନାୟୁ ଗୁଡାକ ଦୁର୍ବଳ ହେଇଯାଆନ୍ତି, ଯୋଉ ଟାଣି ହେବା ଦ୍ଵାରା ପତଳା ହେଇଯାଆନ୍ତି, ସ୍ନାୟୁ ଗୁଡାକ ଦୁର୍ବଳ ହେଇଯାଆନ୍ତି। ତେଣୁ ମୋଟା ହେଲେ ସ୍ନାୟୁ ସିନା ମଜବୁତ ହେଲେ, ମୋଟା ହେଲେ ସେ ଷ୍ଟ୍ରଙ୍ଗ ହବ, ସେ ତ ପୁରା ପତଳା ହେଇଯାଏ। ତେଣୁ ଯାହାଫଳରେ ତାର ଟେମ୍ପରାମେଣ୍ଟ କମିଯାଏ, ତାର ସହିବାର ଯୋଉ ସାମର୍ଥ୍ୟଟା କମିଯାଏ। ତେଣୁ ଟିକେ ଟିକେ କଥାରେ ଛୁଆ ଗୁଡାକ ଚିଡଚିଡି ହେଇଯାଆନ୍ତି। ତେଣୁ ଛୁଆ ମାନେ ଚିଡଚିଡା ଏଇ ଯୋଉ କାରଣଟା ମା କେବେ ଠହରେଇ ପାରୁନି, କିନ୍ତୁ ସେ କହେ ଯେ ମୋ ପିଲା ଏଇଆ କରୁନି, ସେଇଆ କରୁନି, ସେଇଆ କରୁନି, ଅଭିଯୋଗ କରେ। ମା ଆଗ ଭୁଲଟି କରିଦେଇଥିବ, ତାପରେ ପିଲା ନାଁରେ ଅଭିଯୋଗ କରିବ। ବିଚରା ପିଲାଟିର ଆଉ ସେତେବେଳେ କିଛି କରିବାର ନଥାଏ, ତା ମା ଯେତେବେଳେ ତା ନାଁରେ ଅଭିଯୋଗ କରୁଛି ମୋ ଛୁଆ ଖାଉନି, ଇଏ କରୁନି, ଭାରି ଜିଦିଆ ହେଇଯାଇଛି, ଯାହା କହୁଛି ସେଇଆ କରିବ, ତାର ଏଇଆ ଚଏସ ରଖୁଛି ଖାଇବାରେ। ଛୁଆ ମାନଙ୍କୁ ଯଦି ଟେଷ୍ଟ କରିବେ, ଭେରାଇଟିର ଖାଦ୍ୟ ଆପଣ 10ଟା କି 12ଟା କି 15ଟା ଖଣ୍ଡେ ପ୍ଲେଟ ଥୋଇ ଦିଅନ୍ତୁ, ତାକୁ ଛାଡିଦେବେ ଛୁଆକୁ, ସେ ଆପେ ଯିବ ପ୍ଲେଟ ପାଖକୁ, ତା ଖାଦ୍ୟ କୋଉଟା ସେ ବାଛି ନବ। ତା ଶରୀର ଚେତନା ବତେଇଦବ ତା ପାଇଁ କୋଉ ଖାଦ୍ୟଟା ଦରକାର। ସେ ତ ସବୁଗୁଡାକ ହାତ ମାରିପାରେ, କିନ୍ତୁ ସବୁଗୁଡାକ ସେ ରିସିଭ କରିବନି, ହାତ ମାରିବ, କାରଣ ତା ଦ୍ଵାରା ତାର କିଛି କଲଚର କରୁଛି। ଆମେ ଯୋଉ ଜିନିଷ ସବୁ ଜାଣୁଛେ, ଆମେ ଶିକ୍ଷା କେମିତି କରୁଛେ? ଆମ ଇନ୍ଦ୍ରିୟ ମାନଙ୍କୁ ଆମେ ବ୍ୟବହାର କରିକି ଆମେ ଶିକ୍ଷା କରୁଛେ ନା। ଆଉ ଆମେ ଯେହେତୁ ଆମର ଇନ୍ଦ୍ରିୟ ମାନଙ୍କୁ ବ୍ୟବହାର କରିକି ଆମେ ଶିକ୍ଷା କରୁଛେ, ସେମିତି ପିଲା ସେମିତି ତାର ଇନ୍ଦ୍ରିୟ ମାନଙ୍କୁ ବ୍ୟବହାର କରିକି ସେ ତାର ଶିକ୍ଷା କରିବ। ତେଣୁ ଆମେ ଏଇ କଥାଟା ସହଜରେ ଜାଣିପାରୁନୁ। ତେଣୁ ଆମେ ବିଭିନ୍ନ ପ୍ରକାର ଦେଖିକି, ଶୁଣିକି, ସ୍ପର୍ଶ କରିକି ଆମେ ସବୁ ଜାଣୁଛେ ନା, ଆମ ଇନ୍ଦ୍ରିୟ ମାନଙ୍କୁ ବ୍ୟବହାର କରିକି। ତେଣୁ ଆମେ ଯେହେତୁ ଆମ ଇନ୍ଦ୍ରିୟ ମାନଙ୍କୁ ବ୍ୟବହାର କରୁଛେ, ଛୁଆ ସେମିତି ତାର ଇନ୍ଦ୍ରିୟକୁ ବ୍ୟବହାର କରି ଜାଣିବ। ତେଣୁ ସିଏ ଆଗ ବାଛି ନବ। ଦେଖିବେ ଛୋଟିଆ ଛୋଟିଆ ଛୁଆ ମାନେ ବେଶୀ ଖେଳିବାକୁ ଭଲ ପାଆନ୍ତି, କାରଣ ଖେଳା ଖେଳି ଭିତରେ ସେମାନେ ବହୁତ କଥା କଲେକ୍ଟ କରନ୍ତି। ତେଣୁ ଖେଳା ଖେଳି କରିକି, କାମ କିଛି କରି କରିକା, ଦେଖି ଦେଖିକା, ଶୁଣି ଶୁଣିକା, ପ୍ରଶ୍ନ ପଚାରିକି, ବିଭିନ୍ନ ପ୍ରକାର ଜିନିଷକୁ ପରୀକ୍ଷା ନିରୀକ୍ଷା କରୁଥିବେ, ଏଟା ଏମିତି କରିବା, ସେଟା ସେମିତି କରିବା, ସେଟା ସେମିତି କରିବା, ପରୀକ୍ଷଣ କରିକି, ତାପରେ ଆଲୋଚନା କରିକି, ତାପରେ ଅନୁଭବ କରିକି, ତାପରେ ଭାଙ୍ଗି ଗଢିକି, ଭାଙ୍ଗିବା ଗଢିବା ଦେଖିବା ହଉଛି ନା ନାଇଁ, ମତେ ଆସୁଛି ନା ନାଇଁ। ତାକୁ ଆପଣ ବିଭିନ୍ନ ଦିଆସିଲକୁ ନେଇକି ଟ୍ରକ୍ ବନେଇ ଦେଇଥିବେ, ସିଏ କହ ଦେଖିବା ମତେ ଆସିବ ନା, ସବୁ ଖୋଲିଦିଅ, ତାପରେ ସିଏ ସେଠୁ ଥାକ ଥାକ ମାରିବ। ମୁଁ ସେଥିପାଇଁ କହେ ଛୁଆ ମାନଙ୍କର ଯେହେତୁ ଗଢିବା ଗୁଣଟା ଅଛି, ଆପଣ ପଜଲ ଗେମ୍ ସବୁ ଆଣିବେ। ପଜଲ ଗେମ ରେ କଣ ହବ ନା, ଧର ସପୋଜ ଗୋଟେ ଡାଇନୋସର ଆଣିଲେ, ଡାଇନୋସର ସେ 200 କି 300 ଖଣ୍ଡେ ପିସ୍ କରିଦିଆ ହେଇଥିବ ଡାଇନୋସର ଟାକୁ। ତାର ପିସ୍ ଗୁଡା ସବୁ ପ୍ୟାକେଟ ଭିତରେ ଥିବ, ଚିତ୍ରଟା ଥିବ, ନମ୍ବର ବି ଥିବ, ଚିତ୍ର ବି ଥିବ। ତେଣୁ ସେ ନମ୍ବର ଅନୁସାରେ ଚିତ୍ରକୁ ଦେଖିବ, କାହା ପରେ କୋଉଟା ନମ୍ବର ସେଇଟାକୁ ସେ ସେଟ୍ କରିବ, ତାପରେ ଡାଇନୋସର ବନେଇବ। ତାକୁ ଟାଇମ ଦେଖିଲେ ହେଇପାରେ, କିନ୍ତୁ ସେ ଗଢିବ। ତାକୁ ଛାଡି ଦିଅନ୍ତୁ ନା, ଯୋଉ ସମୟରେ ସେ ଗଢିଲା ଏଟା ଡାଇନୋସର ଚିତ୍ରକୁ ଦେଖିକି ତାର ଯୋଉ ପାର୍ଟ ଗୁଡାକୁ ସେ ମିଶେଇଲା, ଗୋଟେ 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 ଯୋଡିକା ପୁରା ଡାଇନୋସର ଟା ସେ ତିଆରି କରିଦେଲା ଖେଳନାରେ। ଆଚ୍ଛା, ତାପରେ ତା ଭିତରେ ଯୋଉ ଖୁସିଟା ଆସିଲା, ଗୋଟେ କମ୍ପ୍ଲିଟ ଡାଇନୋସର କୁ ସେ କରିଦେଇ ସାରିବା ପରେ ଯୋଉ ଖୁସିଟା ଆସେ, ଜାଣିବା ତାର ଏଇ ଖୁସିଟା ତାକୁ ଆହୁରି କିଛି ପ୍ରେରଣା ଦଉଛି କରିବା ପାଇଁ।
ଭାଙ୍ଗିବା ଗଢିବା ଏଆରି ମାଧ୍ୟମରେ ସେ ନୂଆ କିଛି ଶିକ୍ଷା କରୁଛି। ସାଇଣ୍ଟିଷ୍ଟ ମାଇଣ୍ଡ ଏଟା ତାକୁ କୁହାଯାଏ, ତାର ଏଟା ବୈଜ୍ଞାନିକ ମନୋଭାବ। ତେଣୁ ତାର ଯୋଉ ସାଇଣ୍ଟିଷ୍ଟ ମାଇଣ୍ଡ ତାର ରହିଛି, ସେ ସାଇଣ୍ଟିଷ୍ଟ ମାଇଣ୍ଡ କଣ କରୁଛି ନା ଭାଙ୍ଗିବା ଗଢିବା ଦ୍ଵାରା, ଅନୁଭବ କରିବା ଦ୍ଵାରା, ପରୀକ୍ଷଣ କରିବା ଦ୍ଵାରା ସେ ଅନେକ କିଛି ଶିକ୍ଷା କରେ, ପର୍ଯ୍ୟବେକ୍ଷଣ କରେ। ଦୃଷ୍ଟାନ୍ତ ମାଧ୍ୟମରେ ଆମେ ପିଲାକୁ କିଛି ଦେଖେଇକି ମଧ୍ୟ ଶିଖେଇ ପାରିବା। ତେଣୁ ଯୋଉଟା ଆମେ କହୁଛେ, ଆମେ ବ୍ଲାକ୍ ଗୋଟେ ଚିତ୍ର କରିବା, ଗଛର ଚିତ୍ର କରିଦେଲେ ଏଇଟା ଚେର, ଏଇଟା ଗଣ୍ଡି, ଏଇଟା ଡାଳ, ଏଇଟା ପତ୍ର, ଏଇଟା କଢ, ଏଇଟା ଫୁଲ, ଏଇଟା ଫଳ। ବୁଝିଲ? ଛୁଆଙ୍କୁ କହୁଛ ବୁଝିଲ? ପିଲା ଡରି ହଁ ଭାଇ ବୁଝିଲୁ। କିନ୍ତୁ ଗୋଟେ ବଗିଚାକୁ ନେଇଯାଆନ୍ତୁ ନା, ଅନାବନା ଗଛ ସବୁ ଉପାଡିବାର ନା କହିବେ, ପଡିଆ ସଫା ହେଲା, ପଡିଆ ସଫା ହବା ଭିତରେ ଅନାବନା ଗଛ ଉପାଡିଲେ, ଦେଖେଇଲ ଚେର କୋଉଟା, ସବୁ ଉପାଡିଥିବେ। କିଏ କୋଉ ଗଛ ଉପାଡିଛ, ବିଭିନ୍ନ ଗଛର ନାଁ ବି ଜାଣିଲେ। ସେ ଟିଚର ଜାଣିଥିବା ଦରକାର, ବତେଇଦବ ଏଇଟା ଏଇ ଗଛ, ସେଟା ସେଇ ଗଛ, ସେଟା ସେଇ ଗଛ। ତାହେଲେ ସେ ବହୁତ ଗଛ ବିଷୟରେ ଜାଣିଲା, ଗଛର ନାଁ ବି ଜାଣିଲା। ତାପରେ କୋଉ ଗଛର ପତ୍ର କେମିତିକା ସେ ରୂପକୁ ମଧ୍ୟ ସେ କଳ୍ପନା କଲା, ଆରେ ଏଇଟା ଏମିତିଆରେ। ମଲ୍ଲି ଫୁଲର ପତ୍ର ଯେମିତିକା, ଗେଣ୍ଡୁ ଫୁଲର ପତ୍ର ସେମିତିକା ନୁହଁ, ଟଗର ଫୁଲର ପତ୍ର ସେମିତିକା ନୁହଁ। ବିଭିନ୍ନ ଗଛର ପତ୍ର ସବୁ ଅଲଗା ଅଲଗା। ତେଣୁ ପତ୍ରକୁ ଦେଖି ଗଛକୁ ଚିହ୍ନିବା, ଗଛକୁ ଦେଖି ପତ୍ର କେମିତିକା ବୋଲି କହିବା, ଚେରକୁ ଚିହ୍ନିବା, ଡାଳକୁ ଚିହ୍ନିବା, କଢକୁ ଚିହ୍ନିବା, ଫୁଲକୁ ଚିହ୍ନିବା, ଫଳକୁ ଚିହ୍ନିବା, ମଞ୍ଜିକୁ ଚିହ୍ନିବା। ଏଇଟା ସବୁ କେମିତି ହୁଏ? ଏଇ ଯୋଉ ପରୀକ୍ଷଣ କରିକି, ଭଙ୍ଗି ଗଢିକି, ଅନୁଭବ କରିକି ପିଲାମାନେ ଶିକ୍ଷା କରନ୍ତି। ଆଉ ଆମେ ସେ କଥାଟା ଟଲେଟ କରିପାରିବା କି ସହଜରେ? ଆମେ ଏଇ କଥାଟା ସହଜରେ ଟଲେଟ କରିପାରିବା। ତେଣୁ ପିଲାମାନେ ଖେଳିବେ, ଅଭିନୟ କରିବେ, ଗୀତ ଗାଇବେ, ନାଚ କରିବେ। ୟାର ଛଳରେ ପିଲାମାନଙ୍କ ଭିତରେ ଚାରିଟା ନିହାତି ବଡ ବଡ ଗୁଣ, ଯୋଉଟା ମୁଖ୍ୟ ଗୁଣ ଚାରିଟା। କଣ ସେ ଚାରିଟା? ଏକାଗ୍ରତା, ସାହସିକତା, ସହଯୋଗିତା, ବିଚାରଶୀଳତା। ଏକାଗ୍ରତା, ସାହସିକତା। ଆପଣ ଧରନ୍ତୁ ଗୋଟେ ଏକାଗ୍ରତାର ଶିକ୍ଷା ଦେବେ, କେମିତି ଦେବେ? ଆପଣ ଧରନ୍ତୁ ଗୋଟେ ଟାର୍ଗେଟ ରଖିଦେବେ ଗୋଲିଆ କରିକି, ପିଲାଙ୍କୁ କହିବେ ଗୋଟେ ଗୋଟେ ମୁନିଆ ଜିନିଷ ରଖିଥିବେ, ତ ଏଟା ଫୋପାଡ, କେତେଟା ଦେଖା ତୁ ଟାର୍ଗେଟ ର ବଜଉଛୁ। ଖେଳରେ ଖେଳି ଶିଖେଇ ପାରିବେ। କିମ୍ବା ମୁଁ ବଢିଆ ମଜା କରେ, ଏଇ ଯୋଉ ୟୁଜ ଆଣ୍ଡ ଥ୍ରୋ ଗ୍ଲାସ ଗୁଡାକ, ଆଉ ଗୋଟେ ବଲ, ପ୍ରାୟ 30-35ଟା 40ଟା ଖଣ୍ଡେ ୟୁଜ ଆଣ୍ଡ ଥ୍ରୋ ଗ୍ଲାସ ରେ କଣ କରେ ନା ପିଲାଙ୍କୁ ଧରେଇ ଦିଏ, ବାଲି ପାଖକୁ ନେଇଯାଏ, ବାଲି ସେମାନେ ପ୍ୟାକ୍ କରିଦିଅନ୍ତି। ଧର ଆଗେ ଫାଷ୍ଟ ଥାକଟା 6ଟା ଥୋଇଲେ, ତାପରେ 5ଟା, ତାପରେ 4ଟା, ତାପରେ 3ଟା, ତାପରେ 2ଟା, ତାପରେ 1। ପୁରା ବାଲି ପ୍ୟାକ୍ କରିଦେ, ଗ୍ଲାସ ରେ ପୁରା ବାଲି ପ୍ୟାକ୍ ହେଲା, ଉଜିନା ହେଲା। ତାର ଥାକ ମାରି ରଖିବ, ତାପରେ ରେକର୍ଡ ରଖା ହବ, ବଲ ମାର, ଦେଖିବା କିଏ କେତେଟା ଖସଉଛ ଫାଷ୍ଟ ରାଉଣ୍ଡରେ। ପ୍ରତି ପିଲାର ଫାଷ୍ଟ ରାଉଣ୍ଡ, ସେକେଣ୍ଡ ରାଉଣ୍ଡ, ଥାର୍ଡ ରାଉଣ୍ଡ, 3ଟା ରାଉଣ୍ଡ ଦେଖାଯିବ। ତାପରେ ସେ ଭିତରେ କିଏ ବେଶୀ ରଖିଛି କୁହାଯିବ। ଆଚ୍ଛା, ପିଲା ଏଇ ଯୋଉ ମାରିବ ବଲ୍ ଟା, ତାର ସେ ଏକାଗ୍ର ହେଇଥିବ ନା ଇଆଡେ ସିଆଡେ ଅନେଇ ମାରିବ? ସେ ଥାକଟା ନିଜେ ସଜାଡିବ, ସେ ଯଦି ଅନ୍ୟମନସ୍କ ଜାଣିଛି ଥାକଟା ପଡିଯିବ, ପୁଣି ବାଲି ଭରିକି ପୁଣି ଆଉ ଥରେ ସଜାଡିବାକୁ ପଡିବ। ତେଣୁ ସେ ପୁରା ଏକାଗ୍ର ହେଇକି ବାଲିକି ଗ୍ଲାସକୁ ସଜେଇବ, ଥାକ କରିବ, ପୁଣି ଏକାଗ୍ର ହେଇକି ବଲ୍ ଟାକୁ ମାରିବ। ତେଣୁ ତାର ଏକାଗ୍ରତାର ଡେଭଲପ ପାଇଁ ଇଏ ବି ସୂତ୍ର ଗୋଟେ, ମୁଁ ଏଟା ଜଷ୍ଟ ଗୋଟେ ଏକ୍ସାମ୍ପଲରେ କହିଲି। ଏଇ ପ୍ରକାର ଯଦି ଖେଳେଇବା, ପିଲାର ଏକାଗ୍ରତା ବଢିଲା, ଖେଳର ଆନନ୍ଦ ନେଲା, ଏକାଗ୍ରତାର ବୃଦ୍ଧି ହେଲା। ଖେଳରେ ଆନନ୍ଦ ନଉଛି, ପିଲା ବୋରିଂ ହବନି। ଏଣେ ଏକାଗ୍ରତାର ଟ୍ରେନିଂ ମଧ୍ୟ ଦିଆଗଲାଣି, ତା ଏକାଗ୍ରତାର ସାମର୍ଥ୍ୟ ବୃଦ୍ଧି ହେବା ପାଇଁ ସୁଯୋଗ ଦିଆଗଲାଣି। ଆଚ୍ଛା, ଯେତେବେଳେ ସେ ଦଳ ସହିତ ଖେଳୁଛି, ଧର ଗୋଟେ ପିଲା ପାରିଲା ନାହିଁ, ମାତ୍ର ଗୋଟେ ଖସେଇଛି, ତା ସାଙ୍ଗ କଣ ଗୋଟେ କିଛି ନାହିଁ, ଆରଥରକୁ ତୁ ଅଧିକା କରିବୁ।
ତୁ ଏମିତି କରି ମାରିବୁ ବତେଇ ଦଉଥିବ ତାକୁ ଏଇଠୁ ମାରିବୁ ଯେ ଏକାଥରେ ଖସିବ ହେଲା ଗୋଟେ ତଳ ଆଡୁ ଗୋଟେ ଖସିଗଲେ ଉପରଟା ସବୁ ଖସିଯିବ ବୁଦ୍ଧି ବତେଇ ଦଉଥିବ। ଏଇ ଯୋଉ ବିଚାରଶୀଳତା କଥା ସେ ବିଚାର କରୁଛି ପିଲା ଭିତରେ ବିଚାର କରୁଛି କଣ ବିଚାର କରେ ସେ ନ୍ୟାୟ ବିଚାର ଏଠି ସେ କରେନି ସେ ବିଚାର କରେ କେମିତି କଣ କଲେ ହବ ତା ଭିତରେ ମାଇଣ୍ଡ ଟାକୁ ଏକ୍ସରସାଇଜ କରୁଛି ପ୍ଲାନ ଯୋଉଟା କୁହାଯାଏ ପ୍ଲାନ ଚିନ୍ତା କରୁଛି ସେ ତାପରେ ସାଙ୍ଗ ସହିତ ସେ ସହଯୋଗୀ ଅନ୍ୟମାନଙ୍କ ସହିତ ଖେଳି ପାରିବନି ଖେଳିବ ଖେଳେଇବ ଦିଟା କଥା ନିଜେ ଖେଳିବ ଆଉ ତା ଖେଳରେ ମଧ୍ୟ ଅନ୍ୟ ସାଙ୍ଗମାନଙ୍କୁ ସାମିଲ କରିବ ସହଯୋଗୀ ହାରିଆ ଜିତିବା ଲକ୍ଷ୍ୟରେ ରଖିବ କିନ୍ତୁ ସାଙ୍ଗ ହେଇ ଖେଳିବା ଧର ଦୌଡ଼ି ଦୌଡ଼ିକା ପଡିଗଲା ତୁ ପଡିଥା ନା ମୁଁ ମୋର ଫାଷ୍ଟ ଏମିତି ଭାବିବ କି ଉଠା ଉଠା ସାଙ୍ଗକୁ ଉଠା ଯଦି ଆମେ ଶିଖେଇ ଦିଅ ଉଠା ଉଠେଇକି ଦୌଡ ଏମିତି ଗୋଟେ ଥର ଦିଥର ତିନିଥର ତାର ଯୋଉ ସହଯୋଗିତା ଗୁଣ ପାଇଁ ସେ ଆୱାର୍ଡ ପାଇବ ଯେହେତୁ ବାଟରେ ତା ସାଙ୍ଗ ପଡିଗଲା ଇଞ୍ଜୋର୍ଡ ଅବସ୍ଥାରେ ତାକୁ ସେ ଉଠେଇଲା ତାପରେ କହିଲା ଚାଲ କିନ୍ତୁ ସିଏ ପଛେ ନ ଜିତୁ କିନ୍ତୁ ତା ସହଯୋଗୀ ସେ ସାଙ୍ଗକୁ ସାହାଯ୍ୟ କରୁଛି ତେଣୁ ଏ ଦୃଷ୍ଟିରୁ ତା ନିଜର ଯୋଉ ଜିତିବାର ଲକ୍ଷ୍ୟ ନ ଦେଖିକି ସହଯୋଗିତାର ଭାବ ଖେଳିବାର ଆନନ୍ଦର ଭାବ ଭାଇଚାରାର ଭାବ ପାଇଁ ତାକୁ ଆୱାର୍ଡ କରାଯାଇପାରିବ ତା ସିଏ କେମିତି ଆୱାର୍ଡ ପାଇବ ନା ଏଇ ଗୁଣଟା ପାଇଁ ଖେଳ ଭିତରେ ସେ ତା ସାଙ୍ଗକୁ ସହଯୋଗ କରୁଛି କିନ୍ତୁ ୱିନର ହେଇନି ଟାର୍ଗେଟରେ ପହଞ୍ଚି ପାରୁନି ଅନ୍ୟମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହେଇଯାଇଛନ୍ତି ଇଏ କାହିଁ ପାଇବ ଇଏ ସହଯୋଗୀ ପାଇଁ ପାଇବ ତେଣୁ ଆମର ବିଚାର ଯେତେବେଳେ କରାଯାଉଛି ଦକ୍ଷତାକୁ ବୃଦ୍ଧି କରିବାକୁ ହେଲେ ଆମେ ପ୍ରକୃତ ପ୍ରଗତିଟାକୁ ବିଚାର କରି ଶିଖିବା ଦରକାର ଗୋଟେ ଛୋଟ ଉଦାହରଣ ଦଉଛି କିଛି ଭଲ ପିଲା ଧର ଦୌଡୁଛନ୍ତି ତା ଭିତରେ ଗୋଟେ ଛୋଟାଟେ ଦୌଡୁଛି 400 ମିଟର କି 500 ମିଟର ଗୋଟେ ଲମ୍ବା ଦୌଡ଼ ପରେ ଭାଗ ନେଉଛନ୍ତି ଫାର୍ଷ୍ଟ ରାଉଣ୍ଡରେ କିଛି ପିଲା ଗଲେ କେତେ ସମୟରେ କି ପହଞ୍ଚିଲା ତା ରେକର୍ଡ କରାଗଲା 500 ମିଟର କିଏ 4 ମିନିଟରେ ପହଞ୍ଚି କିଏ 5 ମିନିଟରେ ପହଞ୍ଚି କିଏ 7 ମିନିଟରେ ପହଞ୍ଚି ରେକର୍ଡ ରଖା ହେଲା ସେକେଣ୍ଡ ରାଉଣ୍ଡରେ ଯିଏ ମାନେ ଖୁବ କମ ସମୟ ଭିତରେ ପହଞ୍ଚି ଏଇଟା ଛୋଟା ମୋ ସହିତ ଅଛି ଆମେ ଆସିକି ଟିଫିନ ଖାଇଲୁଣି ତାପରେ ଗ୍ଲୁକୋଜ ଖାଇଲୁଣି ତାପରେ ସେ ଆସିନି ସିଏ କୋଉ ମତେ ପାରିବ କି ଛୋଟା ଦେଖିଲା ଆରେ ମତେ ଫାର୍ଷ୍ଟ ରାଉଣ୍ଡରେ ଏତେ ସମୟ ନେଇଗଲା ନା ସେକେଣ୍ଡ ରାଉଣ୍ଡ ସ୍ପିଡ ବଢେଇବି ତେଣୁ ଛୋଟାକୁ ଯଦି 20 ମିନିଟ ଲାଗିଥିଲା ଫାର୍ଷ୍ଟ ରାଉଣ୍ଡରେ ସେକେଣ୍ଡ ଟାଇମ୍ 16 ମିନିଟ ଲାଗିଲାଣି ବଢେଇ ଦେଇଛି ବେଗ ଥାର୍ଡ ରାଉଣ୍ଡରେ 12 ମିନିଟ କି ପଳେଇ ଆଇଲାଣି ତା ବେଗ ଆହୁରି ବଢେଇ ଦେଇଛି କିନ୍ତୁ ପ୍ରଥମ ରାଉଣ୍ଡରେ ଫାର୍ଷ୍ଟ କମ ସମୟ ଧର 8 ମିନିଟ ଲାଗିଥିଲା ଆସିବ ତ ଛୋଟା ତ ପଛରେ ଧିମେ ହେଇଗଲା 10 ମିନିଟ ସେକେଣ୍ଡ ରାଉଣ୍ଡରେ 10 ମିନିଟ ଲାଗିଲା ଥାର୍ଡ ରାଉଣ୍ଡରେ 12 ମିନିଟ ତାହେଲେ ପ୍ରଗତିଟା କାହାର ହଉଛି ଛୋଟାର ପ୍ରଗତି ହଉଛି ନା ପ୍ରଥମ ରାଉଣ୍ଡରେ ଯୋଉମାନେ କମରେ ସମୟରେ ପହଞ୍ଚିଲେ ତାଙ୍କର ହଉଛି ଆଉ ଆମେ କହିବା ଯାଆନ୍ତୁ ସେମାନେ ଟାର୍ଗେଟରେ ପହଞ୍ଚିଲେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ନା ପ୍ରଗତିଟା ହେଇଛି ଛୋଟାର କାରଣ ପ୍ରଥମ ରାଉଣ୍ଡରେ 20 ମିନିଟ ଗଲାବେଳେ ଦ୍ୱିତୀୟ ରାଉଣ୍ଡରେ 16 ମିନିଟ ତୃତୀୟ ରାଉଣ୍ଡରେ 14 ମିନିଟ ତା ବେଗ ସେ ବଢେଇ ବଢେଇ ଯାଉଛି ତେଣୁ ତାର ପ୍ରଗତିଟା ହଉଛି ଆମେ ପ୍ରଗତି କୋଉ କ୍ଷେତ୍ରରେ ବିଚାର କରୁଛେ ତେଣୁ ଯୋଉ ବିଚାରଶୀଳତାର ଭାବ ଦ୍ୱାରା ଏଇ ଖେଳିବା ଭିତରେ ଛୁଆମାନଙ୍କ ଭିତରେ ଶିଖେଇବା ଦରକାର କୋଉଟା ଠିକ ହେଲା କୋଉଟା ଭୁଲ ହେଲା ଜଜ ରହିବା ଦରକାର ନାହିଁ ପିଲା କହେ ହଁ ଭାଇ ହ୍ୟାଣ୍ଡବଲ ହେଇଗଲା ଧର ଗୋଡରେ ମାରୁଥିବା ବଲଟା ହାତରେ ବାଜିଗଲା ରଖ ସେଠି ମାରିବ ପୁଣି ସେ ସଚୋଟ ପଣିଆରେ କହିଦେଇ ପାରୁଥିବ ତେଣୁ ଯେ ସଚୋଟ ପଣିଆ ଖେଳ ଭିତରେ ଶିଖିବାର ଅଛି ସାହସ ଶିଖିବାର ଅଛି ଏଇ ଖେଳଟା କାହିଁ ଖେଳିବିନି କଷ୍ଟିଆ ହଉ ପଡେ ପଛେ ଖେଳିବି ନା ଆଉ ସେ ଖେଳି ଖେଳିକି ଆନନ୍ଦ ନବ ସାହସଟା ବଢିବ ଯୋଉ ଖେଳଟାକୁ ଡରୁଥିବା ସେ ଖେଳଟା ଖେଳିଲା ପରେ ଉତ୍ସାହଟା ବଢିବ ତା ପରଦିନ ଖେଳିବ ତାପରେ ସେ ଖେଳ ଆଉ ଛାଡି ପାରିବନି ଅଭ୍ୟାସରେ ଆଗ୍ରହ ଆସିଯାଏ ତେଣୁ ଏଇ କଥାଟା ଶାରୀରିକ ଚର୍ଚ୍ଚା ଭିତରେ ଅଭ୍ୟାସ ଦ୍ଵାରା କେମିତି ଆଗ୍ରହ ବଢେ ପିଲା ସେଟା ଶିଖି ନବ ତାର ପାଠ ଯେତେବେଳେ ପଢିବାକୁ ଆରମ୍ଭ କରିବ ମୁଁ ଅଭ୍ୟାସ କଲେ ମୋର ଆଗ୍ରହ ବଢିବ ମୁଁ ସେ ଖେଳଟା ଖେଳି ପାରୁନଥିଲି ତେଣୁ ମୁଁ ଅଭ୍ୟାସ କଲି ତାପରେ ଖେଳ ବଢିଆ ହେଲା ଏଇନା ଖେଳୁଛି ସେଇଭଳିଆ ଯୋଉ ପାଠଟା ଇଂରାଜୀ ପାଠଟା ଆସୁନି ଇଂରାଜୀଟା ମୁଁ ବାରମ୍ବାର ଅଭ୍ୟାସ କରିବି ମତେ ଇଂରାଜୀ ଆସିବ ମୁଁ ଗଣିତ ବାରମ୍ବାର କରିବି ମତେ ଗଣିତ ଆସିବ ତେଣୁ ଅଭ୍ୟାସ ଦ୍ଵାରା ଆଗ୍ରହ ବଢେ
एक्सपीरियंस से नब एटा हम सहज अनुधान करनु एटा केबे हबो केबे एई शिक्षा गुड़ाक केबे हबो तेणु जड़े माँ आगे ये जिन गुड़ाक जानू जेहेतु माँ तार फास्ट टीचर सी पिलाटी को जन्म देला परे तार अंग प्रत्यंग चालन हवा दिन ठारू से यही कथा गुड़ाक शिक्षा करथिया दरकार ताले से पिला को से अभ्यास गुड़ी को पकेला ताले से अनेक किसी को से अभ्यास द्वारा अक्लेश आयत्त कर नहीं पारिबो अनेक किसी आयत्त कर नहीं पारिबो अभ्यास द्वारा तो आम से कथाटा को गुरुत्व देवा दरकार आम जो ताको अवहेला करिया केमति हबो तेणु एकाग्रता साहसिकता सहयोगिता विचारशीलता आ गोटे ग्रहणशीलता जड़े भूल कला कि ठीक कला जड़े गाइड था टीचर से ग्रुप जन जन गाइड टीचर थे पंडिचेरी 400 पिला 250 टीचर पंडिचेरी स्कूल 400 पिला शिक्षक होते 250 कारण अनुमान करते केमिका कौन हो तेणु ग्रुप ग्रुप टीचर से गाइड दो तेणु कथा से ग्रहण कले तो नमनीयता भावटा थे तो हाँ मोर एटा भूल हो गला टीचर बतेदे एटा ठीक टा बोली आर्थर को भूल करें तेणु ग्रहणशीलतार गोटे भावता भर रहा दरकार एक आदि से खेल भर न शिखि पार सरचता कि तेणु पिला प्रथम वर्ष जन्म हलार प्रथम वर्ष भितर तार स्थूल मांसपेशी कार्य उपर अधिक गुरुत्व देवा पड़ो द्वितीय वर्ष मान एक वर्ष पूरी गला एक वर्ष रु 2 वर्ष पर्यंत पूरी जाटा 2 वर्ष पूरी जाटा ये जो गोटे वर्ष यार भितर सूक्ष्म मांसपेशी प्रथम वर्षटा स्थूल मांसपेशी द्वितीय वर्षटा सूक्ष्म मांसपेशी और तृतीय वर्षटा उभय स्थूल और सूक्ष्म मांसपेशी दक्षता बढ़ेवा दिगरे ध्यान देवा दरकार केते जण माँ जानते कौन पिलाटी जन्म हला तार वर्षक भितर तार स्थूल मांसपेशी गुड़ी को दृढ़ करिया दरकार से माँ मैंने तेल मालिश करती छुटिया छुआ जेहेतु एक्सरसाइज करे तार गोड़ हाथ हला एक्सरसाइज तेणु तार मांसपेशी को आउ सुदृढ़ करने माँ मैंने आंखुरे पादरे गोड़े हाथ कोहणी पिठी बेक संडारे सब तेल मार दियंती पिला को आराम लगे शोई भी पड़े एवं ता द्वारा मांसपेशी गुड़िक स्ट्रंग हो जाए तेणु प्रथम वर्षटा स्थूल मांसपेशी कार्य उपर अधिक गुरुत्व दवा द्वितीय वर्ष सूक्ष्म मांसपेशी चालना गुड़िक गुरुत्व दवा तृतीय वर्ष जो पिला को 2 वर्ष पूरी गला 2 रु 3 वर्ष ये जो 3 वर्षटा एठी उभय स्थूल और सूक्ष्म मांसपेशी दक्षता उपर ध्यान देवा पड़ो यही कथा गुड़ाक जदि करा जाए आउर तो बहुत दिग समय गलानी अधिक कहूनी जदि यही केते गुड़े दिग को जदि दृष्टि दिया जाए ताले निश्चित पिला शरीर चर्चा को अधिक गुरुत्व दब एवं अतिमानस निजक योग्य करने समर्थ हम आलोचना रखुची धन्यवाद।